ରୁହନ୍ତି ପ୍ରେସ୍ ଦ ଲୁଟ୍ ମୋର ଆଶା ସମସ୍ତେ ଖୁସିରେ ଆନନ୍ଦରେ ଥିବେ। ଆଉ ଏକ ନୂତନ ଭିଡ଼ିଓରେ ଆଜିର ମୁଖ୍ୟ ଟପିକ୍ ଆଡ଼କୁ ଯିବା, ଯାହାକି ଯେଉଁ ଲୋକମାନେ ଯଦି ଖ୍ରୀଷ୍ଟିଆନ ହେଲେ ବା ଯେଉଁମାନେ ପ୍ରଭୁଙ୍କୁ ଜାଣିଛନ୍ତି ବା ପ୍ରଭୁଙ୍କୁ ଜାଣିଲା ଉତ୍ତାରେ ଯେଉଁ ଦୁଃଖ ଭୋଗ ଆସୁଛି, ଯେଉଁ କ୍ଲେଶ ଆସୁଛି, ଯେଉଁ ତାଡ଼ନା ଆସୁଛି, ସେମାନେ ଦେଖିକି ଭୟଭୀତ ହେଉଛନ୍ତି। ସେମାନେ ଦେଖିକି ସେଇଟା ସହି ନ ପାରିକି ପୁଣି ଥରେ କ'ଣ ହେଉଛନ୍ତି, ଫେରି ଯାଉଛନ୍ତି। ଦେଖ, ଯେଉଁ ଲୋକମାନେ ଆସୁଛନ୍ତି ପୁଣି ଥରେ ବ୍ୟାକଅପ୍ ହେଉଛନ୍ତି, ସେମାନଙ୍କର ଦୁଇଟା ରିଜନ୍। କ'ଣ ପାଇଁ ବୋଲି କହିଲେ, ଜଣେ ଲୋକ ଯଦି ଯାଉଛି ତା ମନରେ କିଛି ଜ୍ଞାନ ନଥିବ ପ୍ରଭୁଙ୍କ ବିଷୟରେ। ଆମେ ଯଦି କାମ କରିବା ପାଇଁ ଯାଉଛୁ ଗୋଟେ ଜାଗାକୁ, ତାହେଲେ ଗୋଟେ କାମ ଆମେ କରୁଛୁ, ଆମେ ଯଦି ସେଇ କାମ ଯଦି କରିପାରିବା ନାହିଁ, ତାହେଲେ କ'ଣ ହେଉଛୁ, ଆମେ ଘରକୁ ବାହାରି ଆସୁ। କ'ଣ ପାଇଁ? ଆମେ କାମ କରୁନା, ସେଠି ନଲେଜ ନାହିଁ ଯେ ମୁଁ ଗଲା ପରେ କେଉଁ ପ୍ରକାର କାର୍ଯ୍ୟ କରିବି, ମୁଁ ଯଦି ଯାଉଛି ଯଦି ମୋତେ କେଉଁ ପ୍ରକାର କାମ କରିବା ପାଇଁ ଦେବେ, ଏସବୁ ବିଷୟ ସେ ନ ଜାଣିକରି ପଳେଇ ଯାଉଛି। ବଟ୍ ଯେଉଁ ଲୋକମାନେ ଯାଉଛନ୍ତି ସେଟା ଯେଉଁ ପ୍ରକାର ମଧ୍ୟ କାମ ହୁଅନ୍ତୁ, ବଟ୍ ମୁଁ କ'ଣ କରିବି, କାମ କରିବି। ଯଦି ସେ ପ୍ରକାର ଯଦି ମନ ନେଇକି ଯଦି ଯେଉଁ ଲୋକ ଯାଉଛନ୍ତି, ତ ସେ ନିଶ୍ଚିତ ଭାବରେ ଯେଉଁ ପ୍ରକାର କାମ ଦେଲେ ମଧ୍ୟ ସେ କ'ଣ କରିବ, କାମ କରିବ ସେଠି। ସେହି ପ୍ରକାର ମଧ୍ୟ ଆପଣମାନେ ଯଦି ପ୍ରଭୁଙ୍କ ନିକଟକୁ ଯାଇଛନ୍ତି ବା ଯିବା ପାଇଁ ଚାହୁଁଛନ୍ତି, ଆପଣଙ୍କର ଇଚ୍ଛା, ଯଦି ଆପଣମାନେ ଯାଇଛନ୍ତି, ଯଦି ଏହି ଭିଡ଼ିଓ ଆପଣମାନେ ଦେଖୁଛନ୍ତି, ଆପଣମାନେ ନିଶ୍ଚିତ ଭାବରେ ମନେ ରଖନ୍ତୁ, ଆପଣମାନେ ପ୍ରଭୁଙ୍କ ପାଖକୁ ଯାଇଛୁ, ଆମେମାନେ ଆରାମ କରିବୁ, ଶାନ୍ତିରେ ରହିବୁ, ଖୁସିରେ ରହିବୁ, ଏ ପ୍ରକାର ବିଷୟ କେବେ ମଧ୍ୟ ନାହିଁ। ଆପଣମାନେ ଡରନ୍ତୁ ନାହିଁ, ମୁଁ ଆପଣମାନଙ୍କୁ ଡରାଇବା ପାଇଁ ଚାହୁଁନାହିଁ। କାରଣ ଅନେକ ଲୋକମାନେ ଭାବନ୍ତି ଯେଉଁମାନେ ପ୍ରଭୁଙ୍କୁ ଆପଣାଇଛନ୍ତି, ଯେଉଁମାନେ ପ୍ରଭୁଙ୍କୁ ଆପଣାଇବେ, ସେମାନଙ୍କ ଜୀବନରେ କୌଣସି ପ୍ରକାର ଦୁଃଖ ନଥିବ, କ୍ଲେଶ ନଥିବ, ଅଭାବ ନଥିବ, କିଛି ମଧ୍ୟ ନଥିବ। ସେହି ପ୍ରକାର ଭାବି ଅନେକ ଲୋକମାନେ କ'ଣ କରନ୍ତି, ପ୍ରଭୁଙ୍କ ପାଖକୁ ଯାଆନ୍ତି। କିନ୍ତୁ ପ୍ରିୟ ଲୋକମାନେ, ସେ ପ୍ରକାର କେବେ ମଧ୍ୟ ନାହିଁ। କାରଣ ବାକ୍ୟରେ ଲେଖା ଅଛି, ଯେଉଁମାନେ ପ୍ରଭୁଙ୍କୁ ଆପଣାଇବେ, ଯେଉଁମାନେ ଖ୍ରୀଷ୍ଟିଆନ ହେବେ, ସେମାନଙ୍କ ପାଇଁ ଅନେକ ପ୍ରକାର କ'ଣ ଅଛି, ବିପଦ ଅଛି। ଭାବନ୍ତୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ 40 ଦିନ 40 ରାତ୍ର ଯେତେବେଳେ ଉପବାସ ରହିକି ଯେତେବେଳେ ଫେରିଲେ, ସେଇ ଟାଇମ୍ରେ ସେ କ'ଣ କରୁଛି, ଶୈତାନ ତାକୁ ବୁଲାଉଛନ୍ତି। ପ୍ରଭୁଙ୍କୁ କ'ଣ କରୁଛନ୍ତି, ଚାଲାକ କରିକି କେତେବେଳେ ତାଙ୍କ ଗାତରେ ପକାଇଦେବେ, ଏ ପ୍ରକାର ଭାବରେ ଛକି ବସୁଛି। ସେଥିପାଇଁ ତ ବାକ୍ୟରେ ଲେଖା ଅଛି, କ'ଣ କରୁଛି, ସିଂହ ପ୍ରାୟ ଗର୍ଜନ କରି କ'ଣ କରୁଛି, ଛକରେ ବସିଛି, କେତେବେଳେ ଧରିବି ବୋଲିକି, ଗ୍ରାସିବ ବୋଲିକି। ତ ପ୍ରିୟ ଲୋକମାନେ, ଆପଣମାନେ ସେ ପ୍ରକାର ଜାଗାରେ ପଡ଼ିଯାଆନ୍ତୁନି। ଯଦି ଆପଣମାନେ ବାକ୍ୟ ଶୁଣୁଛନ୍ତି, ବାକ୍ୟ ଆପଣମାନେ ମାନୁଛନ୍ତି, ତାହେଲେ ଏସବୁ ବିଷୟ ଆସିଲେ ମଧ୍ୟ, ଯେତେ ପ୍ରକାର କ୍ଲେଶ ଆସିଲେ ମଧ୍ୟ, ଯେତେ ପ୍ରକାର ଦୁଃଖ ଆସିଲେ ମଧ୍ୟ କ'ଣ ହେବେ ନାହିଁ, କେବେ ମଧ୍ୟ ସେ ପ୍ରକାର ଲୋକ ଭୟଭୀତ ହେବେ ନାହିଁ। ଦେଖନ୍ତୁ, ଆମେ ଦେଖିବା ପ୍ରଥମ ପିତର ତାର 4:6 ଏ ପ୍ରକାର ଭାବରେ ଲେଖା ଅଛି, କିନ୍ତୁ କେହି ଯଦି ଖ୍ରୀଷ୍ଟିଆନ ହେବାରୁ ଦଣ୍ଡ ଭୋଗ କରେ, ତାହେଲେ ସେ ଲଜ୍ଜାବୋଧ ନ କରୁ, ବରଂ ଏହି ନାମ ହେତୁରୁ ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁ। ଦେଖନ୍ତୁ, ଏଇଟା ପାଉଲ ପ୍ରେରିତ ଉତ୍ତମ ଭାବରେ ଲେଖୁଅଛନ୍ତି, କି ମାନେ ଏ ପ୍ରକାର ଭାବରେ କହୁଛନ୍ତି, ଯେଉଁ ଲୋକ ଯଦି ଖ୍ରୀଷ୍ଟିଆନ ହେଲା ପରେ ଦଣ୍ଡ ଭୋଗ କରୁଛନ୍ତି, ଦୁଃଖ କଷ୍ଟ ଉଠାଉଛନ୍ତି, ତାହେଲେ ଆପଣମାନେ କେବେ ଲଜ୍ଜାବୋଧ କରନ୍ତୁ ନାହିଁ, ବା ନିଜକୁ ନିଜେ କ'ଣ ହୁଅନ୍ତୁ ନାହିଁ, ଧିକ୍କାର କରନ୍ତୁ ନାହିଁ। ମୁଁ କ'ଣ ପାଇଁ ଏଠିକୁ ଆସିଲି, କ'ଣ ପାଇଁ ପ୍ରଭୁଙ୍କୁ ଆପଣାଇଲି, ମୁଁ କ'ଣ ପାଇଁ ସେମିତି ହେଲି ବୋଲି। ବଟ୍ ସେହି କାରଣ କ'ଣ କରିବ ଲେଖା ଅଛି ଏଠାରେ, ଲଜ୍ଜାବୋଧ ନ କରି କ'ଣ ହବ, ଆନନ୍ଦ କର, ପ୍ରଭୁଙ୍କର କୀର୍ତ୍ତନ କର। ବାକ୍ୟରେ ଲେଖା ଅଛି କ'ଣ ବୋଲି କହିଲେ, ଦୁଃଖ ସମୟରେ କ'ଣ କର, ପ୍ରଭୁଙ୍କର ଗୁଣଗାନ କର, ପ୍ରଭୁଙ୍କର ପ୍ରଶଂସା କର। ଆଉ କ'ଣ ଖୁସିରେ ବୋଲି ତାଙ୍କର କ'ଣ କର, ତାଙ୍କରକୁ ସ୍ମରଣ କର। କେଉଁ ସମୟରେ ମଧ୍ୟ ପ୍ରଭୁଙ୍କୁ ଛାଡ଼ିଦେବା ବୋଲିକି ବାକ୍ୟରେ ଲେଖାଯାଏନି। ସବୁ ପରିସ୍ଥିତିରେ କ'ଣ କର, ପ୍ରଭୁଙ୍କୁ ମନେ ପକାଅ। ଅନେକ ଲୋକମାନେ କ'ଣ ଅଛନ୍ତି ବୋଲି କହିଲେ, ଯେଉଁ ଲୋକମାନେ ପାଇଲା ପରେ କ'ଣ ଅଛନ୍ତି, ସେ ଲୋକକୁ ଭୁଲି ଯାଆନ୍ତି। ଦେଇଦେଲା ପରେ ସେଇ ପ୍ରକାର ସିଚୁଏସନ୍କୁ ସଲ୍ଭ ହେଇଗଲା ପରେ, ଯେଉଁ ଲୋକ ସଲ୍ଭ କରିଛି ସେ ଲୋକ କ'ଣ ହୁଅନ୍ତି, ଭୁଲି ଯାଆନ୍ତି। ମୁଁ କହିବାର ଅର୍ଥ କ'ଣ ବୋଲି, ଯେଉଁ ଲୋକ ଆପଣମାନଙ୍କୁ ସାହାଯ୍ୟ କରିଛନ୍ତି, ଆପଣ ସେମାନଙ୍କୁ କେବେ ମଧ୍ୟ ପାସରନ୍ତୁ ନାହିଁ। ଦେଖନ୍ତୁ ପ୍ରିୟ ଲୋକମାନେ, ଆମମାନଙ୍କ ଜୀବନର ଅନେକ ପ୍ରକାର ସିଚୁଏସନ୍, ଅନେକ ପ୍ରକାର ବିଷୟ ଆସିଥାଇପାରେ, କିନ୍ତୁ ସେଥିମଧ୍ୟରୁ ଆମେମାନେ କ'ଣ କରିବା ଦରକାର, ପ୍ରଭୁଙ୍କର ମହିମା କରିବା ଦରକାର।
ପ୍ରଭୁଙ୍କର ଗୌରବ କରିବା ଦରକାର। ଏ ଦୁଃଖ ଆସିଲାରେ ଏଠି ଖାଲି ସବୁବେଳେ ଖାଲି ଦୁଃଖ ଆସୁଛି, କଷ୍ଟ ଆସୁଛି, ମୁଇଁ ସମ୍ଭାଳି ପାରିବିନି, ବାହାରବେ। ସେ ପ୍ରକାର ଲୋକ ଯିବ ସ୍ୱର୍ଗକୁ, ସ୍ୱପ୍ନ ଦେଖୁଛନ୍ତି ବୋଧେ। ସେ ପ୍ରକାର ଲୋକ କେବେ ମଧ୍ୟ ଯିବ ନା। ବାକ୍ୟରେ ଲେଖା ଅଛି ଧାର୍ମିକ ଲୋକ ଅତି କଷ୍ଟରେ ସ୍ୱର୍ଗ ରାଜ୍ୟ ଯାଇପାରିବ, ବହୁତ ଦୁଃଖ ଉଠେଇ କରିବ। ତ ଯେଉଁ ଲୋକମାନେ ସେ ପ୍ରକାର ନୁହନ୍ତି ସେ ଲୋକ କେମିତି ପ୍ରକାର ଯିବ ଭାବନ୍ତୁ। ଆଉ ବାକ୍ୟର ଉତ୍ତମ ଭାବରେ ଲେଖା ଅଛି ଫାରୁସୀ ସାଧୁକୀମାନଙ୍କର ଅପେକ୍ଷା ଆପଣଙ୍କର ଯଦି ବିଶ୍ୱାସ ଅଧିକ ଯଦି ନ ହେବ ତାହେଲେ ଆପଣମାନେ ବା ମୁଁ ପ୍ରଭୁଙ୍କ ରାଜ୍ୟକୁ ଯାଇପାରିବା ନାହିଁ। ପ୍ରଭୁ ନିଜେ କହିଛନ୍ତି। ତ ଆମମାନଙ୍କର ବିଶ୍ୱାସ କେମିତି ହେବା ଦରକାର? ଆମମାନେ ତ ଟିକେ ଯଦି ଅଳ୍ପ କିଛି ବିଷୟ ଆସିଲା ବୋଲି କହିଲେ କ'ଣ ଅଛୁ, ଆମେ ଭାବୁଛୁ, ଛାଡ଼ି ଦେଇକି ଚାଲୁଛୁ। ସେମିତି ହେଲେ କିଛି ହେବ ନାହିଁ। ସେମିତି ହେଲେ ଆମେ ଯାଇପାରିବା ନାହିଁ। ଯଦି ସେଇ ପ୍ରକାର ଅବସ୍ଥାରେ ଯଦି ଆମେମାନେ ଅଛୁ ତାହେଲେ ଆମେମାନେ ଯାଇପାରିବା ନାହିଁ। ପ୍ରିୟ ଲୋକମାନେ, ଆପଣଙ୍କ ପାଖକୁ ଯେତିକି ମଧ୍ୟ ଦୁଃଖ ଆସୁ, ତାଡ଼ନା ଆସୁ, କଷ୍ଟ ଆସୁ, ଯେତେ ମଧ୍ୟ ଯାହା କିଛି ମଧ୍ୟ ଆସୁ, ଆପଣମାନେ କେବେ ମଧ୍ୟ କ'ଣ ହୁଅନ୍ତୁ ନାହିଁ, ପଛଘୁଞ୍ଚା କେବେ ମଧ୍ୟ ହୁଅନ୍ତୁ ନାହିଁ। ଏଇ ଯେଉଁ ଜଗତରେ ଆପଣମାନେ ରହୁଛନ୍ତି ବା ମୁଁ ରହୁଛି, ସବୁ ପ୍ରକାର ସବୁ ବିଷୟରେ କ'ଣ ଆସେ, ପ୍ରୋବ୍ଲେମ୍ ସୃଷ୍ଟି ହୁଏ, ଦୁଃଖ ଆସେ। ସେଥିମଧ୍ୟରୁ ଆମେମାନେ କ'ଣ କରିବା ଦରକାର? ପ୍ରଭୁଙ୍କ ରାଜ୍ୟ ପାଇଁ ପ୍ରସ୍ତୁତ ହେବା ଦରକାର, ଆଗକୁ ବଢ଼ିବା ଦରକାର। ଗୋଟେ ପ୍ରୋବ୍ଲେମ୍ ଆସିଲା ବୋଲି କହିଲେ ନାହିଁ, ସେଇ ପ୍ରୋବ୍ଲେମ୍ ଆସିଲା ବୋଲି କ'ଣ ହେଇଯାଉଛୁ, ଆମେ ପଛଘୁଞ୍ଚା ହେଇଯାଉଛୁ, କେବେ ମଧ୍ୟ ନାହିଁ। ପ୍ରଭୁ କହନ୍ତି ଗୀତ ସଂହିତାରେ ତାର 50:51 ଲେଖା ଅଛି, କ'ଣ କର, ବିପଦ ସମୟରେ କ'ଣ କର, ମୋତେ ଡାକ, ମୁଁ ଉଦ୍ଧାର କରିବି। ପ୍ରଭୁ ନିଜେ କୁହନ୍ତି ଆପଣମାନଙ୍କୁ, ମୋତେ ଆରେ ଭାଇ ବିପଦ ହେଲେ, ଦୁଃଖ ଆସିଲେ, କଷ୍ଟ ଆସିଲେ କ'ଣ କର, ମୋତେ ଡାକ, ମୋତେ ମୋତେ ମୋତେ। କେତେ କହିବେ ଆଉ କେତେ ଆଉ କ'ଣ କହିବେ ଆଉ? ଯଦି ଆମେମାନେ ତାହା ଜାଣୁଛୁ ତାହେଲେ ଯଦି ଆମେମାନେ ତାହା କରିବା ନାହିଁ ବୋଲି କହିଲେ କ'ଣ ହେବ? ପ୍ରଭୁ ନିଜେ କୁହନ୍ତୁ ବିପଦ କି ଯଦି କୌଣସି ସମସ୍ୟା ହେଲେ ମୁଁ ଅଛି, ମୋତେ ଡାକ, ମୁଁ କ'ଣ କରିବି, ସଲ୍ଭ କରିବି। ତୁମେ ନିଜେ ଏକା ସେଠି ଘାଣ୍ଟା ଘୁଣ୍ଟି ହେଇଯାଉଛ, ତୁମେ ସେ ନିଜେ ଏକା ତୁମେ କ'ଣ ଯାଉଛ, ନିଜେ ସଲ୍ଭ କରିବା ପାଇଁ ଯାଉଛ। ତୁମର ଦ୍ୱାରା କିଛି ହେବ ନାହିଁ। ମୋତେ ଟିକେ ସ୍ମରଣ କର, ମୋତେ ଟିକେ ଡାକ ଟିକେ, ପ୍ରଭୁ ନିଜେ କୁହନ୍ତୁ। ତ ପ୍ରିୟ ଲୋକମାନେ, ଆପଣମାନେ ଭାବୁଛନ୍ତି ମୁଁ ଯଦି ପ୍ରଭୁଙ୍କ ପାଖକୁ ଗଲି ତ ଅନେକ ପ୍ରକାର ଦୁଃଖ ଆସୁଛି, କଷ୍ଟ ଆସୁଛି, ଏ ପ୍ରକାର ଭାବିକି ଯଦି ଆପଣ ପଛକୁ ଚାହୁଁଛନ୍ତି, ଆପଣମାନେ ଗୋଟିଏ ମୁଁ ବିଷୟ କହିକି ଆପଣଙ୍କ ଧୈର୍ଯ୍ୟ ଦେବା ପାଇଁ ଚାହୁଁଛି। ଆପଣମାନେ ଶେଷ ପର୍ଯ୍ୟନ୍ତ କ'ଣ କର, ଧୈର୍ଯ୍ୟ ଧରିକି ରୁହନ୍ତୁ। ଜଣେ ଲୋକ ଯଦି ପାଠ ପଢ଼ୁଛୁ, ପ୍ରଥମ କ୍ଲାସ୍ ପଢ଼ିକି ସେ ଡାଇରେକ୍ଟ ଯାଉନି କି 10th କ୍ଲାସ୍ ପଢ଼ିବା ପାଇଁ, ସେ କ'ଣ କରୁଛି, ବର୍ଷକୁ ବର୍ଷ ତାର କ୍ଲାସ୍ କ'ଣ ହେଉଛି, ଲେଭେଲଟା ବଢ଼ୁଛି। ସେ ପ୍ରକାର ମଧ୍ୟ କଷ୍ଟ ଆସିଲେ ମଧ୍ୟ ଯଦି ଆପଣମାନେ ଯଦି ଆଗକୁ ବଢ଼ୁଛନ୍ତି ତାହେଲେ ପ୍ରଭୁ ଆପଣଙ୍କ ପାଇଁ ଯେଉଁ ବିଷୟ ରଖିଛନ୍ତି ଅବଭିୟସଲି ଆପଣମାନେ ତାହା କ'ଣ କରିବେ, ପାଇବେ। କେବେ ମଧ୍ୟ ନିରାଶ ହୁଅନ୍ତୁ ନାହିଁ, ହତାଶ ହୁଅନ୍ତୁ ନାହିଁ। ଦୁଃଖ ଆସିଲେ ମଧ୍ୟ ସେ ଦୁଃଖକୁ ଆପଣମାନେ ସହ୍ୟ କରିକି ଆଗକୁ ବଢ଼ି ଚାଲନ୍ତୁ। ପ୍ରିୟ ଲୋକମାନେ, ମୁଁ ଆପଣମାନଙ୍କୁ ଗୋଟିଏ ବିଷୟ କହିକି ଭିଡ଼ିଓ ମୁଁ ସମାପ୍ତ କରିବି। ମୋ ପାଇଁ ମଧ୍ୟ ପ୍ରାର୍ଥନା କରନ୍ତୁ, ମୁଁ ଯେପରି ପ୍ରଭୁଙ୍କ ରାଜ୍ୟ ପାଇଁ ଯେପରି ଆଗକୁ ବଢ଼ିପାରିବି, ଆଉ ପ୍ରଭୁଙ୍କ ସେବା ଯେପରି ମୁଁ କରିପାରିବି, ଏହା ମୋର ଉଦ୍ଦେଶ୍ୟ। ଯେପରି ପ୍ରଭୁଙ୍କ ପାଇଁ ମୁଁ ଯେପରି ଆଗକୁ ବଢ଼ିପାରିବି, ଏହା ନିଜର ବ୍ୟକ୍ତିଗତ ଜୀବନରେ ଆପଣମାନେ ସ୍ମରଣରେ ଆଣିକରି କ'ଣ କରନ୍ତୁ, ପ୍ରାର୍ଥନା କରନ୍ତୁ। ଏ ବାକ୍ୟରେ ଆପଣଙ୍କୁ ଆଉ ମୋତେ ପ୍ରଭୁ ଆଶୀର୍ବାଦ କରନ୍ତୁ। ଆମେନ୍।